ସାବିତ୍ରୀ ଅମାବାସ୍ୟା ମା କେତେ ଦବୁ, ପଇସା ପହଞ୍ଚି ନାହିଁ, ତା ଦିନ ସରିଗଲା। ଦିନକ ଆଗରୁ ଝିଅ ପାଖକୁ ସାବିତ୍ରୀ ପାଇଁ ଟଙ୍କା ପଠେଇଥିଲେ ମା। ହେଲେ ସାବିତ୍ରୀ ଟଙ୍କା ପହଞ୍ଚିବା ଆଗରୁ ଦାଣ୍ଡ ଦୁଆରୁ ଉଠିଲା ଝିଅର କୋକେଇ। ମାର ନିଶ୍ଚଳ ଶବ ପାଖରେ ବସି ବାହୁନି ବାହୁନି କାନ୍ଦୁଛି କୁନି ଝିଅଟି। ସବୁ ସରିଗଲା ମାମା, ତୁ ଟିକେ ଉଠ, ଆମେ ପରା ଘରକୁ ଯିବା। ତୋ ଛଡ଼ା ବାବା ଆଉ ମୋର କିଏ ଅଛି କହିଲୁ? କାହା ଭରସାରେ ତୁ ଆମକୁ ଛାଡ଼ି ଚାଲି ଯାଉଛୁ? କାନ୍ଦି କାନ୍ଦି କୁନି ଝିଅ ଆଖିରୁ ଲୁହ ଶୁଖିଗଲାଣି। 2ଟା ପାର ହେଇଯାଇଛି। ମାମାର ବହୁତ ଜୋର ଛାତି ଏକା ପେନ୍ ହେଇଛି। ଦେନ୍ ତାପରେ ସେ ସମୟ ମାମାର ହାର୍ଟ ଚୋକ୍ ହେଇଗଲା। ଦେନ୍ ତାପରେ ଆମେ ତ ସେଇଠି ମାମା ସ୍ପଟ୍ ଡେଥ୍ ହେଇଗଲା ମାମାର। କିନ୍ତୁ ଏମିତି କାହିଁକି ହେଲା, କାରଣ ସେ ଆଗରୁ ଯୋଉଠି ଜବ୍ କରୁଥିଲା ସେଠି ମାମାକୁ ଟିକେ ମେଣ୍ଟାଲି ଟିକେ ପ୍ରେସର ଏକା ଦେଲେ। ମାମାର ଦେହ ଖରାପ ଯୋଉ ଥିଲା, ଯାଇଥିଲା ସେ ସମୟରେ ସେଠି ତାକୁ ବହୁତ ଖରାପ କଥା କହିଲେ, ତାକୁ ଟର୍ଚର କଲେ। ଏହା ବାସ୍ କଥା। ଏବେ ମୋ ସ୍କୁଲ ହେଲା କେଭି, ମୁଁ ଏବେ ଏକଲା ପୁରା ରହିଗଲି। ମାମା ମତେ ପଢଉଥିଲା, ବାବା ତ ତାଙ୍କର ପୂଜା କିଏ କରନ୍ତି। ମୁଁ ଏବେ ପାଠ କେମିତି ପଢିବି ମୁଁ ଜାଣିନି। ମାନେ ମାମା ମତେ ଏକଲା ପାଠ ପଢଉଥିଲା। ମାମା ମୁଁ କଣ କରିବି ନିଜେ କିଛି ବି ବୁଝିପାରୁନି। ଏଭଳି ଏକ ହୃଦୟ ବିଦାରକ ଘଟଣା କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଗୋପୀନାଥପୁର ଗାଁର ସ୍ୱର୍ଗତ ପ୍ରଫୁଲ୍ଲ ମିଶ୍ର ଓ ଶାନ୍ତିଲତାଙ୍କର ଗୋଟିଏ ବୋଲି ଝିଅ ନମିତା ରେମୁଣା ବ୍ଲକ ଗୁଡ଼ଦା ଅଞ୍ଚଳର କମଳାକାନ୍ତଙ୍କୁ ବିବାହ କରିଥିଲେ। ତାଙ୍କର ଝିଅଟିଏ ବି ଅଛି। ନମିତାଙ୍କ ସ୍ୱାମୀ କମଳାକାନ୍ତ ଗାଁରେ ନ ରହି ନିଜର କର୍ମକ୍ଷେତ୍ର କଟକରେ ରହନ୍ତି। ସେଠି ଦର୍ଘା ବଜାର ଦୁର୍ଗା ମନ୍ଦିରରେ ପୂଜା କରୁଥିଲେ। ଏମିତିକି ସେହି ଅଞ୍ଚଳରେ ଜେଜେମାନ କରି ଚଳୁଥିଲେ। ସ୍ତ୍ରୀ ନମିତା ବାପଘରେ ରହି ଏକ ସିଲେଇ କେନ୍ଦ୍ରକୁ ଯାଉଥିଲେ। ନମିତାଙ୍କ ଝିଅ ସେଣ୍ଟ୍ରାଲ ସ୍କୁଲରେ ପଢ଼ୁଥିବା ବେଳେ ଟ୍ୟୁସନ ଓ ଚଳିବା ପାଇଁ ସ୍ୱାମୀଙ୍କର ରୋଜଗାର ସୀମିତ ଥିଲା। ତେଣୁ ସିଲେଇ କେନ୍ଦ୍ରକୁ ସ୍ୱାମୀ ଓ ଝିଅଠାରୁ ଦୂରେଇ ବାଧ୍ୟ ହୋଇ ସିଲେଇ କରିବାକୁ ଯିବା ସହ ଯାହା କିଛି ଅର୍ଥ ପାଉଥିଲେ ଝିଅ ପାଇଁ ଖର୍ଚ୍ଚ କରୁଥିଲେ। ସ୍ୱାମୀ ଦୁର୍ଗା ମନ୍ଦିର ପୂଜା ଛାଡ଼ି ଅନ୍ୟତ୍ର ରହିବା ପାଇଁ ଘର ଖୋଜିବା ସମୟରେ ସ୍ତ୍ରୀ ନମିତା ମଧ୍ୟ ସେଠାକୁ ଯାଇଥିଲେ। ହେଲେ ପୁଣି ଫେରି ସିଲେଇ କେନ୍ଦ୍ରକୁ ଯିବା ପରେ ତାଙ୍କୁ କେନ୍ଦ୍ରର ମାଲିକ କୁଆଡ଼େ ସେହିଦିନ କାମ କରିବାକୁ ମନା କରିବା ସହିତ ଫେରେଇ ଦେଇଥିଲେ। ସିଲେଇ କେନ୍ଦ୍ରରେ ନିଜ ସହକର୍ମୀଙ୍କ ଆଗରେ ନିଜକୁ ଅପମାନିତ ମନେକରି ଘରକୁ କାନ୍ଦି କାନ୍ଦି ସେ ଫେରି ଆସିଥିଲେ। ଆଉ ସେଠାକୁ ନ ଯାଇ ସ୍ୱାମୀଙ୍କ ପାଖକୁ ଚାଲି ଯାଇଥିଲେ। ଝିଅକୁ ସ୍କୁଲରୁ ନବା ଆଣିବା କରିବା ସହିତ ଭଡ଼ା ଘରେ ରହୁଥିଲେ। କିଛି ଦିନ ଆଗରୁ ତାଙ୍କ ମା ସାବିତ୍ରୀ ବ୍ରତ ପାଇଁ ତାଙ୍କ ପାଖକୁ ଟଙ୍କା ପଠାଇ ଭଲ ଶାଢ଼ୀ ଆଉ ଚୁଡ଼ି କିଣିବା ପାଇଁ କହିଥିଲେ। ବାସ୍ ମାଙ୍କ ସହ ଥିଲା ନମିତାଙ୍କର ଶେଷ କଥା। ଆଜି ଝିଅର ଶବକୁ ଦେଖି ବୁଢ଼ୀ ମାଟି ନିଜ ଆଖିକୁ ବିଶ୍ୱାସ କରିପାରୁନି। ହାୟରେ ଦଇବ, ତୁ ଏ କ'ଣ କଲୁ କହି ଆଖିରୁ ଅମାନିଆ ଲୁହ ସବୁ ସିଏ ଝରେଇ ଚାଲିଛି। ସାବିତ୍ରୀ ଅମାବାସ୍ୟା ମା କେତେ ଦବୁ, ମୁଁ ଶାଢ଼ୀ କିଣିବି, କସ୍ମେଟିକ୍ ଜିନିଷ କିଣିବି, ମୁଁ ତ ଗରିବ ଲୋକ, ମୋର ଯାହା ସକ୍ଷମ। ମା ମୁଁ ଏତିକି ପଇସା ଦେବି, ପଇସା ପହଞ୍ଚି ନାହିଁ, ତା ଦିନ ସରିଗଲା। ଗୋଟେ କମ୍ପାନୀରେ ଏଠି କାମ କରୁଥିଲା। ଜ୍ୱାଇଁ ଆମର ମନ୍ଦିରରେ ରୁହନ୍ତି, ମନ୍ଦିର ଛାଡ଼ିଲେ, ଇନକମ୍ ବି କମିଲା। ତାର କମ୍ପାନୀର ଯେ ସୁପରଭାଇଜର ଥିଲା, କିଛି ଅସୁବିଧା ବଶତଃ ସେ ତଳ ଲେବୁଲକୁ ଆସିଲା ସିଲେଇକି। ସେଥିରୁ ତାର ସେଠି ପାରିବାରିକ ଟିକେ ଅସୁବିଧା ପଡ଼ିଲା, ଯିବା ଆସିବା କଲା। ଯେମିତି ଗୋଟେ ଛୁଟିରୁ 2ଟା 3ଟା ଛୁଟି ଯେମିତି ହେଲା, ତାକୁ ଅପମାନ ଦିଆଇ ପଢ଼ା ହେଇଗଲା। ସେଇଠୁ ସେ ବଡ଼ ଟେନସନ୍ ହେଲା, କେମିତି ସବୁ ଲୋନ୍ ଧାର ସୁଝିମି, ରୁମ୍ ଭଡ଼ା ଦିଆଯିବ, ଛୁଆ ପାଠ ପଢ଼ିବ, ସେଇଟାକୁ ଟେନସନ୍ ନେଇକି ସେ ଆଜି ହାର୍ଟ ଚୋକ୍ କରିଗଲା। ଖାଲି ଝିଅ କି ମା ନୁହେଁ, ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ବି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ଏ କୁନି ଝିଅଟିକୁ ଧରି ସେ କୁଆଡ଼େ ଯିବେ? କେମିତି ଛୁଆକୁ ଏତେ ବଡ଼ ଦୁନିଆରେ ମଣିଷ ପରି ମଣିଷଟେ କରି ଠିଆ କରିବେ? ତାକୁ ନେଇ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ଆଜିକା ଦିନରେ ଯେହେତୁ ଆମେ ବ୍ରାହ୍ମଣିଆ ଲୋକ, ଆମର ତ ସେମିତି କିଛି ନାହିଁ। ଛୁଆଟା କେମିତି ଇଏ କରିବା। ଯାହା ହଉ ଆପଣଙ୍କର ବୁଧବାର ରାତିର ଟିକେ ଶେଷ ଯନ୍ତ୍ରଣା ହେଲା।
ଗୁରୁବାର ଦିନ ବହୁତ ଆଉ ମେଡ଼ିକାଲ ଜମା ଗଲେନି ଯେତେ ତାଙ୍କୁ ବି ଡାକିଲା ପରେ। ଆଉ ମୋ ଶାଶୁଙ୍କ ସାଙ୍ଗରେ ମୁଁ ଫୋନ୍ କଲି, ଶାଶୁ ସହିତ କଥାବାର୍ତ୍ତା କରିବି ବୋଲି ସିଏ ବି ଆଉ ହୋଇପାରିଲାନି, ଯୋଗାଯୋଗ କଟିଗଲା ନମ୍ବର ମଝିରୁ। ସାବିତ୍ରୀ ପାଇଁ ଗୋଟିଏ ଲୋକ ପାଖରେ ପଇସା ପତ୍ର ପଠାଇଥିଲେ, ଯେହେତୁ ସେ ଯିବା କଥା ହେଲା ବୁଧବାର ଦିନ, ଗୁରୁବାର ଦିନ ସକାଳେ, କାଲି ଗଲା ଶୁକ୍ରବାର, ପଇସା ଆଣିକି ଆଉ କି ସାବିତ୍ରୀ ଆଜ୍ଞା, ଆମ ଜୀବନରେ ଆଉ ସାବିତ୍ରୀ କ'ଣ ନା ମୋ ସ୍ତ୍ରୀ କ'ଣ, ସାବିତ୍ରୀ ପଇସା ସବୁ ସ୍ୱର୍ଗ ଦ୍ୱାର କର୍ମରେ ହିଁ ଆଜ୍ଞା ରାଗେଇ ଦେଲା। ଆଉ ଆମକୁ କହୁଛୁ କିଛି ତ ସେମିତି ଆମେ ବାମୁଣିଆ ଲୋକ ନା, ସେଇ ଯାହା ନେଇଥିଲେ ଶାଢ଼ୀ ଫାଢ଼ୀ ଥିଲା ସେଇ ସଦବା ହିସାବରେ ମୋ ସ୍ତ୍ରୀକୁ ମୁଁ ପିନ୍ଧେଇ ଦେଇକି ଆସିଲି କର୍ମ କରି। ଆଜି ସାବିତ୍ରୀ ହେଲେ ତାଙ୍କ ସାବିତ୍ରୀ ଶୋଇଛି ଶବଟେ ହେଇ ତାଙ୍କ ଆଖି ଆଗରେ। ଆଜି ଶେଷ ଥର ପାଇଁ ତାଙ୍କ ସାବିତ୍ରୀ ମଥାରେ ସିନ୍ଦୁର ପିନ୍ଧେଇ, ହାତରେ ଶଙ୍ଖା ଆଉ ପାଦରେ ନାଲି ଅଳତା ପିନ୍ଧେଇ ସେ ତାକୁ ଅହ୍ୟରାଣୀ ଭଳି ସଜେଇ ଜୁଇରେ ଶୁଆଇବେ। କୋହ ଆଉ ଯନ୍ତ୍ରଣାରେ ଛାତି ଫାଟି ଯାଉଛି ସ୍ୱାମୀଙ୍କର। ବିଧିର ବିଧାନ ସତରେ କେଡ଼େ ନିଷ୍ଠୁର ହୋଇପାରେ। ନୀଳଗିରିରୁ ଗଣେଶ ଜେନାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।